ଦେଖନ୍ତୁ ସ୍ପେଶାଲ ଓଟିଟି ମ୍ୟାଥର ପେପର ଟୁର ମ୍ୟାଥରେ ଏ ଗୋଟେ ଜ୍ୟାମିତି ପଡ଼ିଥିଲା ଗଣିତ ତ୍ରିଭୁଜ ଏବିସିରେ এবি ଓ ଏସି ବାହୁର ମଧ୍ୟବିନ୍ଦୁ ଇ ଓ ଏଫ୍ ଗୋଟେ ତ୍ରିଭୁଜ କରିଦିଅ। ଏ ବି ସି ତ୍ରିଭୁଜ ଏବିସିରେ এবি ଓ ଏସିର ମଧ୍ୟବିନ୍ଦୁ ଏବିର ମଧ୍ୟବିନ୍ଦୁ ଇ ଏସିର ମଧ୍ୟବିନ୍ଦୁ ଏଫ୍ ଅଟେ। ତ୍ରିଭୁଜ ଏବିସିର କ୍ଷେତ୍ରଫଳ 70 କ୍ଷେତ୍ରଫଳ ଦେଇଛି 70 ବର୍ଗ ସେମି ବର୍ଗ ସେମି ଇଏଫ୍ ସିବି ଇଏଫ୍ ସିବି ମଧ୍ୟବିନ୍ଦୁ ମଧ୍ୟବିନ୍ଦୁ ମାନେ ସମାନ୍ତର ରହିବ ବିସି ସମାନ୍ତର ଆସିଗଲା କ'ଣ ବିସି ସମାନ୍ତର ଇଏଫ୍ ତେଣୁ ଗୋଟେ ଟ୍ରାପିଜିୟମ୍ ହେଇଯିବ। এই ଟ୍ରାପିଜିୟମର କ୍ଷେତ୍ରଫଳ କେତେ ହେବ କେତେ ବର୍ଗ ସେମି ହେବ ପଚାରୁଛି। ଦେଖ ମଧ୍ୟବିନ୍ଦୁ ହେଲେ ଏଇଟା ହେଉଛି ଉଚ୍ଚତା ତ୍ରିଭୁଜର ଉଚ୍ଚତା ଯଦି ଏଚ୍ ହେବ ଭୂମିଟା ବିସି ହେବ କ୍ଷେତ୍ରଫଳ କେତେ ହେବ ହାଫ୍ ବିସି ଇଣ୍ଟୁ ଏଚ୍ ଏଇଟା ଦେଇଛି 70 ତ୍ରିଭୁଜ କ୍ଷେତ୍ରଫଳ 70 ସେଣ୍ଟିମିଟର ଦେଇଛି 12 ସେଣ୍ଟିମିଟର ଦେଇଛି। ଏଠି ଦେଖ এইটা ଆସିଗଲା এই ଖଣ୍ଡରେ ଆସିଲା h/2 এইটা ବି h/2 এইটা କେତେ ଆସିବ এইটা ହେଉଛି ଭୂମିର ଅଧା ହେଇଯିବ ଇଏଫ୍ ଇଜ ଇକ୍ୱାଲ୍ ଟୁ BC/2 ଏଚଟା S/2 ହେଲା। ତାହେଲେ এই ଯେଉଁ ଟ୍ରାପିଜିୟମର କ୍ଷେତ୍ରଫଳ ସୂତ୍ର କ'ଣ ହାଫ୍ ଟ୍ରାପିଜିୟମ କ୍ଷେତ୍ର କ'ଣ ଦେଇଛି ଟ୍ରାପିଜିୟମର କ୍ଷେତ୍ରଫଳ କେତେ ହେବ ଟ୍ରାପିଜିୟମର କ୍ଷେତ୍ରଫଳ ହେଉଛି এই ত্রিভুজের ক্ষেত্রফল বাହାର କରିଦିଅ এটা ହାଫ୍ BC ହେଲା ଏଇ ତ୍ରିଭୁଜର କ୍ଷେତ୍ରଫଳ ବାହାର କରିଦିଅ ସହଜ ହେବ ଏଇ ଏଫ୍ ତ୍ରିଭୁଜର କ୍ଷେତ୍ରଫଳ କେତେ ହେବ ହାଫ୍ BC ସେଟା हाफ बीसी इंटू हाफ सूत्र होते हाफ भूमि इंटू उच्चता बीसी होती ईएफ इंटू उच्चता होती h/2 इज इक्वल टू हाफ इंटू ईएफ केते BC/2 इंटू h/2 इज हाफ BC इंटू h हाफ BC इंटू h हाफ BC इंटू h एटा 70 70/4 70/4 हेले 4 के 4 3 30 4 7 28 4 हमारे 4 के 4 3 30 4 7 28 2 20 4 5 20 17.5 ଏଟା 17.5 70 ରୁ 17.5 ଫେରି ଦିଅ ଫେରି ଦେବ 0 ଜଣ 1 10 5 5 9 7 2 ଆଉ ଏଟା ହେଲା 6 ରୁ 2 ଗଲେ 5 52.5 ତେଣୁ ଏଟାର କ୍ଷେତ୍ରଫଳ ହେଲା 52.5 କୋଉଟା B ଇଜ କରେକ୍ଟ। ତେଣୁ ଏଇଭଳିଆ କ୍ୱେଶ୍ଚିନ୍ଟେ ପଡ଼ିଥିଲା ଆଉ ଏହାକୁ କରିବା ଭାରି ଏତେ କମ୍ ସମୟ ଭିତରେ ଭାବିବା କଷ୍ଟ ଏଭଳି ଗଣିତ କେଉଁଠି ବି ପଡ଼ିନଥିଲା। ତେଣୁ ଶିକ୍ଷକମାନେ ପଢ଼ୁଛନ୍ତି 1 to 8 ଟ୍ରାପିଜିୟମ ପକେଇଲା ତ୍ରିଭୁଜରେ ପକେଇଲା ମିଶେଇକି ଗଣିତ ପକାଉଛି ଯେଉଁଠି କେଉଁ ଗଣିତ ଗୋଟେ ଏକ୍ଜାମ୍ପଲ୍ ଏମିତି ନାହିଁ ବହିରେ ଏଇ ପ୍ରଥମରୁ ଅଷ୍ଟମ ଭିତରେ କେଉଁଠି ନାହିଁ ମାନେ କ'ଣ ଟିଚର ମାନଙ୍କୁ ଆଉ ଥରେ ଚାକିରି କରିବା ପାଇଁ ଟେଷ୍ଟ କରୁଛି ନା କ'ଣ ଏଇଟା ବି ଠିକ୍ ନୁହେଁ। ଏଇଟା କ'ଣ ହେଉଛି ଆନ୍ଦୋଳନ ଦରକାର ଲୋକ ସଚେତନତା ଦରକାର କୋଶ୍ଚିନ୍ ଯେ ତିଆରି କରୁଛି ମାନେ ଶିକ୍ଷକଙ୍କୁ ପରୀକ୍ଷା କରିବ ଶିକ୍ଷକ ଯେଉଁ କ୍ଲାସ୍ ପର୍ଯ୍ୟନ୍ତ ପାଠ ପଢ଼ୁଛି ସେତିକି କରୁ ଅଧିକ କ'ଣ ଦରକାର ହେଉଛି କ'ଣ ଶିକ୍ଷକ ଏଇନେ +2 ପାଠ ପଢ଼େଇ ଦେଲେ ଶିକ୍ଷକ କ'ଣ ପ୍ରାଇମେରୀ ଟିଚର +2 ପିଲାଙ୍କୁ ପାଠ ପଢ଼େଇବେ କ'ଣ ଆବଶ୍ୟକ ଅଛି ଯେଉଁମାନେ 20 ବର୍ଷ 25 ବର୍ଷ ଚାକିରି କଲେଣି କ'ଣ ଆବଶ୍ୟକ ଅଛି ଏଇସବୁ ଏତେ ଏତେ ଭିଡ଼ ଗଣିତ ଦେବା ତେଣୁ ତାଙ୍କର କୋର୍ସ ଅଫ୍ ଷ୍ଟଡି ତା ଭିତରୁ ହାର୍ଡ଼ ଦିଅନ୍ତୁ ତେଣୁ ସେଇଟା ଗୋଟେ ଆଡ଼ିସନାଲ୍ କୋଶ୍ଚିନ୍ ଯେଉଁଟାକି ଗୋଟେ ପ୍ରକୃତରେ ଚାକିରିକି ଏଣ୍ଟ୍ରି କଲାବେଳେ ଯେଉଁ ଭଳିଆ ଟେଷ୍ଟ କରାଯାଏ ୟଙ୍ଗ ଏଜ୍ରେ ସେଇଭଳିଆ କରାହେଉଛି। ତେଣୁ ୟଙ୍ଗ ଏଜ୍ ଭଳିଆ ଆଉ ଟିଚର ନାହାନ୍ତି କାହାର 50 ପରେ ହେଲେଣି ସେମାନେ ପରୀକ୍ଷା ଦେବେ ରିଟାୟାର୍ଡ ପାଖାପାଖି ହେଲେଣି କାହାର ହାତ ଥରିଲାଣି କାହାକୁ ଆଇ ସାଇଟ୍ ପ୍ରୋବ୍ଲେମ୍ ଦେଖାଯାଉନି ମୋର ଆଇ ସାଇଟ୍ ପ୍ରୋବ୍ଲେମ୍
ମୁଁ ଏଇ ଦୁର୍ଗା ପୂଜାରେ ଅପରେସନ୍ ହେଇଥାନ୍ତି ଲେଫ୍ଟ ସାଇଡ଼୍ ଏଟା ମୋତିଆବିନ୍ଦୁ, କିନ୍ତୁ ଏଇ ଛୁଟି ଫୁଟି ବିଭିନ୍ନ କାମ ଯୋଗୁଁ ହେଇପାରିଲିନି। ତେଣୁ ଆଶା କରୁଛି ସମସ୍ତେ ବୁଝିପାରିଥିବେ। ଥ୍ୟାଙ୍କ ୟୁ।